ଓଡ଼ିଶାର ଗୋଟିଏ ଶକ୍ତିପୀଠ ମଧ୍ୟରୁ ମା ଝଙ୍କଟବାସିନୀ ମା ଶାରଳା ଏକ ଅନ୍ୟତମ ଶକ୍ତିପୀଠ। ତାଙ୍କର ମହିମା ବହୁତ ଅପାର। ତ ଆମେ ଯେତେବେଳେ ବାବା ଗୋରଖନାଥ ମନ୍ଦିର ପରିଦର୍ଶନ ପରେ ଆମେ ମା ଝଙ୍କଟବାସିନୀ ମା ଶାରଳାଙ୍କ ପାଖକୁ ଯାଇଥିଲୁ। ସେଇ ବାଟରେ ଏ ଯେଉଁ ଆପଣମାନେ ଦେଖୁଥିଲେ ଅତି ସୁନ୍ଦର ଭାବରେ ଯେଉଁ ଗଛମାନ ଲଗାଯାଇଛି, ପ୍ରାକୃତିକ ପରିବେଶ ଭିତରେ ମନ ବହୁତ ହଜିଗଲା। ତାପରେ ସେ ପାଖାପାଖି ମା ଝଙ୍କଟବାସିନୀ ମା ଶାରଳା ଗୋଟେ ଷ୍ଟେସନ ଲେଭେଲ୍ କ୍ରସିଂ ଅଛି, ତାକୁ ଆମେ ଅତିକ୍ରାନ୍ତ କରି ଆମେ ଆମର ଗନ୍ତବ୍ୟସ୍ଥଳକୁ ଆମେ ପହଞ୍ଚିଥିଲୁ। ଅତି ମନ୍ଦିର ପରିଚାଳନା କମିଟି ଦ୍ୱାରା ପାର୍କିଂ ପାଇଁ ବହୁତ ବଢ଼ିଆ ସ୍ଥାନ ସେଠିରେ ରଖାଯାଇଥିଲା। ତ ଆମ ଗାଡ଼ି ଆମର ପାର୍କିଂ ଆମେ କରି ଆମେ ଆଗେଇ ଚାଲିଲୁ ମନ୍ଦିର ମଧ୍ୟକୁ। ତ ମନ୍ଦିର ପ୍ରବେଶ କରିବା ସମୟରେ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ସମସ୍ତ ମନ୍ଦିରର ଉନ୍ନତି କାମ ଆଗେଇ ଚାଲିଛି, ସେଥିରୁ ମଧ୍ୟ ଝଙ୍କଟବାସିନୀ ମା ଶାରଳାଙ୍କ ପୀଠରେ ମଧ୍ୟ କାମ ଆଗେଇ ଚାଲିଥିଲା, ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତେଣୁ ବର୍ତ୍ତମାନ ମୁଖ୍ୟ ପଥରେ ଯେଉଁ ପ୍ରଥମ ଗେଟ୍ କରାଯାଇଥିଲା, ସେଥିରେ ପ୍ରବେଶ ନ କରାଇ ସାଇଡ଼୍ ପଟେ ଗୋଟେ ରାସ୍ତା କରାଯାଇଛି। ସେ ସାଇଡ଼୍ ପଟେ ରାସ୍ତା ପଟରେ ଆମେ ଆମର ମୁଖ୍ୟ ଯେଉଁ ଦ୍ୱାର ଥିଲା, ମୁଖ୍ୟ ଦ୍ୱାରଙ୍କୁ ମାଆଙ୍କୁ ମୁଣ୍ଡିଆ ମାରି ଆମେ ମୁଖ୍ୟ ଦ୍ୱାରକୁ ପ୍ରବେଶ କରିଥିଲୁ। ମୁଖ୍ୟ ଦ୍ୱାରରେ ପ୍ରବେଶ କରିବା ପରେ ଆପଣ ଦେଖୁଛନ୍ତି ମାଆଙ୍କର ଯେଉଁ ମନ୍ଦିରର ଯେଉଁ କାରୁକାର୍ଯ୍ୟ ପ୍ରଥମ ମୁଖ୍ୟ ଦ୍ୱାରରେ ଅତି ମନଲୋଭା ଥିଲା। ବର୍ତ୍ତମାନ ତା'ର କାରୁକାର୍ଯ୍ୟ କାମ ଏବଂ ମନ୍ଦିର ନିର୍ମାଣର ସ୍ଥାପତ୍ୟ କାମ ମଧ୍ୟ ଆଗେଇ ଚାଲିଛି। ଦେଖନ୍ତୁ କି ମନଲୋଭା ଦୃଶ୍ୟ, ମା ଝଙ୍କଟବାସିନୀ ମା ଶାରଳାଙ୍କ ପୀଠ ଅତି ଉତ୍କୃଷ୍ଟ ଭାବରେ ସେଥିରେ ସମସ୍ତ କାରୁକାର୍ଯ୍ୟ ହୋଇଛି। ଯେଉଁ ଜଗତସିଂହପୁର ଜିଲ୍ଲା ମା ଝଙ୍କଟବାସିନୀ ମା ଶାରଳାଙ୍କ ଦୃଶ୍ୟ ଏବଂ ପ୍ରଥମେ ଦୀପ ଲଗାଇ ମା ଝଙ୍କଟବାସିନୀ ମା ଶାରଳାଙ୍କୁ ପ୍ରଣାମ ଜଣାଇ ଆମେ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲୁ। ଏବଂ ମନ୍ଦିରର ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ଯେ ମନ୍ଦିରର ଯେଉଁ ମନ୍ଦିରର ବେଢ଼ା ଭିତର ଅତି ସୁନ୍ଦର ଭାବରେ ମନ୍ଦିର ଏଣ୍ଡାମେଣ୍ଟ ଦ୍ୱାରା ଅତି ସୁନ୍ଦର ଭାବରେ ପ୍ରଥମେ ଦେଖୁଛନ୍ତି। ପ୍ରଥମ ମୁଁ ଦୃଶ୍ୟ ଦେଖାଉଛି ମା ବୃନ୍ଦାବତୀଙ୍କର ଏକ ଚଉରା ପ୍ରତିଷ୍ଠା କରାଯାଇଛି। ମା ଝଙ୍କଟବାସିନୀଙ୍କର ବିଭିନ୍ନ ପ୍ରକାର ଯେଉଁ ଦେଖୁଛନ୍ତି ବିଭିନ୍ନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ବିଭିନ୍ନ ଦ୍ୱାର କାର୍ଯ୍ୟ ବିଭିନ୍ନ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବିଭିନ୍ନ ଦ୍ୱାରରେ ବିଭିନ୍ନ କାରୁକାର୍ଯ୍ୟ ମଧ୍ୟ ତାହା ଆଗେଇ ଚାଲିଛି। ଦେଖନ୍ତୁ ବିଭିନ୍ନ ଯଜ୍ଞ ମଣ୍ଡପ, ବିଭିନ୍ନ ପଣ୍ଡା ପତିହାରୀମାନେ ଭକ୍ତ ଭାଇମାନଙ୍କ ପୂଜା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏବଂ ଆମର କମିଟିର ସମସ୍ତ ଯେଉଁ ମା ଶୂଳିଆ ଦେବୀ ସେବକ ସଂଘର ଭାଇମାନେ ମନ୍ଦିରରେ ପୂଜା କରିବା ପାଇଁ ଜଣେ ପୂଜାରୀଙ୍କୁ ଏଇ ଯେଉଁ ଆପଣ ଦେଖୁଛନ୍ତି ମନ୍ଦିର ବେଢ଼ା ଭିତରେ ଆପଣଙ୍କର ବିଭିନ୍ନ ପ୍ରକାର ଭୋଗ ସାମଗ୍ରୀ ବିକ୍ରୟ ପାଇଁ ତଥା ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ବିକ୍ରୟ ପାଇଁ ମା ଶାରଳା ଭୋଗ ଭଣ୍ଡାର ମାଧ୍ୟମରେ ଚାଷୀମାନେ ଆମର ଭକ୍ତ ଭାଇମାନଙ୍କୁ ମାଆଙ୍କର ମୁଆଁ ଭୋଗ, ମଣ୍ଡା ଭୋଗ ଏବଂ ବିଭିନ୍ନ ପ୍ରକାର ଭୋଗ ଏଠାରେ ବିକ୍ରୟ କରାଯାଉଛି। ତାହାର ଆପଣମାନେ ଏ ଦୃଶ୍ୟ ଦେଖୁଛନ୍ତି। ବିଭିନ୍ନ ପ୍ରକାର ଚେନ୍, ରକେଟ୍, ଶଙ୍ଖ, ଚୁଡ଼ି, ସିନ୍ଦୁର ଏସବୁ ବିଭିନ୍ନ ପ୍ରକାର ସାମଗ୍ରୀ ଆପଣ ଏଠାରେ କିଣିବାକୁ ମଧ୍ୟ ଆପଣ ପାଇପାରିବେ। ଦେଖନ୍ତୁ ଅତି ବିଭିନ୍ନ ପ୍ରକାର ମାଆଙ୍କର ଫଟୋ ମଧ୍ୟ ଏଠାରେ ମଧ୍ୟ ଅଛି। ଅତି ସୁନ୍ଦର ଭାବରେ ଆପଣମାନେ ମାଆଙ୍କର ଏ ଯେଉଁ ଦୃଶ୍ୟ, ଯେଉଁ ମନ୍ଦିର ପରିକ୍ରମାରେ ଯେଉଁ ବେଢ଼ାର ଦୃଶ୍ୟ ଅତି ମନଲୋଭା ଥିଲା ଏବଂ ଅତି ସୁନ୍ଦର ସ୍ୱଚ୍ଛତା ଏବଂ ଭଲ ଭାବରେ ସମ୍ପୂର୍ଣ୍ଣ ଭାବରେ ତାହାକୁ ମଧ୍ୟ ମେଣ୍ଟେନ୍ କରାଯାଇଅଛି। ଦେଖନ୍ତୁ ପୂଜାରୀ ଭାଇମାନେ ମଧ୍ୟ ଆମେ ମଧ୍ୟ ଭୋଗ ସାମଗ୍ରୀ ଦେଖନ୍ତୁ ମୋ ଭାଇମାନେ ଲାଇନ୍ ଲଗାଇ ଭୋଗ ସାମଗ୍ରୀ କିଣୁଛନ୍ତି। ଖଜା, ମୁଆଁ ଭୋଗ ଏବଂ ମଣ୍ଡା ଭୋଗ ଏସବୁ କିଣି ମାଆଙ୍କ ଉଦ୍ଦେଶ୍ୟରେ ତାକୁ ସମର୍ପଣ କରି ମାଆଙ୍କ ଆଶୀର୍ବାଦ ଭିକ୍ଷା ଲାଭ ପାଇଁ ଏ ଜଗତ କଲ୍ୟାଣ ପାଇଁ ମଧ୍ୟ ଆମେ ସେଟାକୁ ପ୍ରତିବଦ୍ଧତା ଯାଇଥିଲୁ। ଦେଖନ୍ତୁ ମାଆଙ୍କ ମଣ୍ଡପ ପାଖରେ ଏକ ବୃକ୍ଷ, ଯାହାକି ନିଜର ମାନସିକ ପାଇଁ ସେଠି ମଧ୍ୟ ମାନସିକ ଧାରୀମାନେ ଏହା ବାନ୍ଧି ଯାଉଛନ୍ତି। ଆପଣମାନେ ଦେଖନ୍ତୁ
ସେ ବୃକ୍ଷ ପାଖରେ ବିଭିନ୍ନ ମାନସିକଧାରୀମାନେ ବଟବୃକ୍ଷ ପାଖରେ ତାହା ବାନ୍ଧିକରି ଯାଉଛନ୍ତି। ମନ୍ଦିର ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ମନ୍ଦିର ମଧ୍ୟ ସେଇ ଅଛି ଦେଖନ୍ତୁ ମାନସିକ ପୂର୍ଣ୍ଣ ହୋଇ ଲେଖାଯାଇଛି। ତେଣୁ ଆପଣମାନେ ଯଦି ବାନ୍ଧି ଆସିବେ ତାହେଲେ ନିଶ୍ଚିତ ଭାବରେ ମା ଶାରଳା ଆପଣଙ୍କ ଉପରେ ଆଶିଷ କୃପା ନିଶ୍ଚିତ ଆଶୀର୍ବାଦ ଦେବେ ଏବଂ ନିଜର ସମସ୍ତ ମାନସିକ ମଧ୍ୟ ପୂର୍ଣ୍ଣ ହୋଇଯାବେ, ଏହା ଆଶା ଓ ବିଶ୍ୱାସ ଅଛି। ଦେଖନ୍ତୁ ମନ୍ଦିର ମୁଁ ଦୃଶ୍ୟ ଦେଖାଉଛି ମୁଖ୍ୟ ମନ୍ଦିର। ତେଣୁ କି ଅତି ସୁନ୍ଦର ଭାବରେ ଯାହା କଳା ସ୍ଥାପତ୍ୟ ଓଡ଼ିଶାର କଳା ସ୍ଥାପତ୍ୟ ମାନେ କାରିଗରମାନେ ତାହାକୁ ପଥର ଖୋଦିତ କରି ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଏଠାରେ କାର୍ଯ୍ୟ ମଧ୍ୟ ଚାଲୁଅଛି। ତେଣୁ ଆପଣମାନଙ୍କୁ ମୁଁ ମନ୍ଦିରର ଦୃଶ୍ୟ ମଧ୍ୟ ଦେଖାଉଛି। ମନ୍ଦିର ପାଖରେ ପାର୍ଶ୍ୱ ଦେବତା ଦେବତୀ ଏବଂ ବିଭିନ୍ନ ପ୍ରକାର ମନ୍ଦିର କାର୍ଯ୍ୟଶୈଳୀ ଆପଣଙ୍କ ପାଖକୁ ନେଇକି ମଧ୍ୟ ମୁଁ ଦେଖାଉଛି। ତେଣୁ ମାଙ୍କ ମନ୍ଦିର ଏବଂ ଯଜ୍ଞ ମଣ୍ଡପ ଏସବୁ ଅତି ଉଚ୍ଚ କୋଟିର ମଧ୍ୟ ଜାଗାରେ ହୋଇଥିଲା। ଏବଂ ତାପରେ ମୁଁ ଆପଣମାନଙ୍କ ପାଖକୁ ନେଇଯାଉଛି ତା ମନ୍ଦିରଙ୍କ ପାଖରେ ଏକ ସ୍ଥାନ ମାଙ୍କର ଏକ ପୋଖରୀ ଅଛି, ଯାହାକି ବିଭିନ୍ନ ପ୍ରକାର ମାଙ୍କର କାର୍ଯ୍ୟ ସେହି ପୋଖରୀ ହୋଇଥାଏ। ପୋଖରୀର ଚାରିପାଖର ଦୃଶ୍ୟ ଏବେ ବର୍ତ୍ତମାନ କାର୍ଯ୍ୟ ଚାଲୁଅଛି। ଏକ ପଥର କଂକ୍ରିଟ କରାଯାଇ ଭଲ ପାହାଚ ଏବଂ ବିଭିନ୍ନ ପ୍ରକାର ସୁସଜ୍ଜିତ ଏବେ ବର୍ତ୍ତମାନ କରାଯାଉଛି। ଏବଂ ମନ୍ଦିର ପାର୍ଶ୍ୱରେ ଏକ ପ୍ରାଚୀର ତଥା ଡ୍ରେନ୍ ପାଣି ନ ଜମିବା ପାଇଁ ଏକ ଡ୍ରେନ୍ ମଧ୍ୟ ତାହା ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଉଛି। ତେଣୁ ବିଭିନ୍ନ ପ୍ରକାର ଏହି ମନ୍ଦିରର ଯେଉଁ ଦ୍ୱାର ଅଛି ଆପଣଙ୍କର ଉତ୍ତର ଦ୍ୱାର ପଟେ ସ୍ଥାନ ପାଇଁ ମାଙ୍କର ଦେଖନ୍ତୁ ଅତି ସୁନ୍ଦର ଭାବରେ। ଆଉ ଆଗରେ ଯେଉଁ ଅଛି ଏକ ଘର ଦେଖାହେଉଛି ଯାତ୍ରୀ ବିଶ୍ରାମାଗାର ଏବଂ ମଧ୍ୟ ଗୋଟେ ନିର୍ମାଣ କାର୍ଯ୍ୟ ଚାଲୁଅଛି। ମୋର ସେବକ ସଂଘର ଭାଇମାନଙ୍କର ସମସ୍ତେ ଏକତ୍ରିତ ହୋଇ ଏ ମାଙ୍କ ଆଶୀର୍ବାଦ ଆମେ ଭିକ୍ଷା ଲାଭ କରୁଅଛୁ ଯେ ଜଗତ କଲ୍ୟାଣ ଏବଂ ଗ୍ରାମର ସମସ୍ତ ଏବଂ ଓଡ଼ିଶାର ସମସ୍ତ ଜନ କଲ୍ୟାଣ କାର୍ଯ୍ୟରେ ଆଗେଇ ଯାଉ ଏବଂ ମାଙ୍କୁ ଏହି ଆଶୀଷ ଭିକ୍ଷା ଆମେ ମଧ୍ୟ ଆଶୀଷ ଭିକ୍ଷା କରିଥିଲୁ। ଏବଂ ଦେଖନ୍ତୁ ମନ୍ଦିର ପାର୍ଶ୍ୱରେ ଏକ ସୂର୍ଯ୍ୟଙ୍କ ଦ୍ୱାରା ରଥ ସୂର୍ଯ୍ୟ ରଥ ଗୋଟେ ଅଛି, ଯାହାକୁ ତାଙ୍କ ସାରଥୀ ମାଙ୍କ ଉଦ୍ଦେଶ୍ୟରେ ସାରଥୀ ମଧ୍ୟ ରଥ ଚଲାଉଅଛନ୍ତି। ମୁଁ ପୁଣି ଥରେ ଆପଣମାନଙ୍କୁ ମନ୍ଦିରର ପାର୍ଶ୍ୱବର୍ତ୍ତୀ ପାଖକୁ ନେଇଯାଉଛି ଯେ ମନ୍ଦିର ପାର୍ଶ୍ୱରେ ପାଦୁକ କୁଣ୍ଡ ଅଛି। ମାଙ୍କର ଏ ପାଦୁକ ଜଳ ପାଇ ନିଜକୁ ଆମେ ଧନ୍ୟ ମନେ କରିଥିଲୁ ଏବଂ ମାଙ୍କ ପାଖରେ ଚନ୍ଦନ ଏବଂ ଆପଣଙ୍କର ସିନ୍ଦୁର ଜଣେ ବ୍ରାହ୍ମଣ ଆଣିକି ମୁଣ୍ଡରେ ଆମକୁ ଲେପ କରିଦେଇଥିଲେ। ଅତି ମୁଣ୍ଡ ବହୁତ ଭାବରେ ଆମେ ତାଙ୍କର ଏହି ଯେଉଁ ଦ୍ୱାରା ଆମେ ମଧ୍ୟ ନିଜକୁ ଗୋଟେ ଧନ୍ୟ ମନେ କଲୁ ମାଙ୍କ ପାଖକୁ ଆସି। ଏବଂ ଦେଖନ୍ତୁ ତାଙ୍କ ପାର୍ଶ୍ୱରେ ଦେଖନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରାଯାଇଛି। ଆପଣମାନେ ଦେଖୁଛନ୍ତି ଆପଣଙ୍କ ପାଖରେ ମାଙ୍କର ପାର୍ଶ୍ୱରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ତାଙ୍କୁ ପୂଜା କରୁଅଛି। ତୁଳସୀ ଆମେ ଯାଇକି ତୁଳସୀ ଜଳ ଆମେ ମଧ୍ୟ ଗ୍ରହଣ କରିଥିଲୁ। ଏଠାରେ ଶିବଙ୍କର ପାର୍ଶ୍ୱରେ ମଧ୍ୟ ଶିବ ଶୈବ ବୈଷ୍ଣବ ଏବଂ ମାଙ୍କର ଯେଉଁ ଅପୂର୍ବ ମିଳନ ସେଠାରେ ଆମେ ଦେଖିବାକୁ ପାଇଲୁ। ଆମେ ଅତି ପ୍ରଶଂସା ଅତି ଉଚ୍ଚ କୋଟିର ତାହା ଥିଲା। ତେଣୁ ଆମେ ଯେଉଁ ମା ଶାରଳାଙ୍କ ପୀଠ ଆମେ ଆଗରୁ ଶୁଣିଥିଲୁ, କିନ୍ତୁ ବର୍ତ୍ତମାନ ନିଜେ ଏହି ନିଜ ଚକ୍ଷୁରେ ତାହା ଦେଖି ନିଜକୁ ଆମେ ଗର୍ବ ଓଡ଼ିଶାର